ପିଲାର ଯତ୍ନ ନେବାରେ କେବଳ ମା ନୁହେଁ ବରଂ ସମଗ୍ର ପରିବାର ଯୋଗଦାନ କରିବା ଦରକାର। ପିଲାର ବିକାଶରେ ପ୍ରତ୍ୟେକ ସଦସ୍ୟଙ୍କ ପ୍ରେମ, ଧ୍ୟାନ ଏବଂ ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପିଲାର ସଠିକ୍ ସଂସ୍କାର ଏବଂ ମୂଲ୍ୟବୋଧ ଶିଖାଇବାରେ ସମସ୍ତଙ୍କର ଭୂମିକା ରହିଛି। ଯେତେବେଳେ ସମଗ୍ର ପରିବାର ସମର୍ଥନ କରେ, ପିଲାଟିଏ ଏକ ସନ୍ତୁଳିତ ଏବଂ ସୁଖୀ ଲାଳନ ପାଳନ ପାଏ। ଛୋଟ ଛୋଟ ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ପିଲାମାନଙ୍କୁ ଶକ୍ତିଶାଳୀ ଏବଂ ଆତ୍ମବିଶ୍ୱାସୀ କରାଇଥାଏ। ପିଲାର ସଫଳତା ପାଇଁ ସମସ୍ତଙ୍କର ସକାରାତ୍ମକ ସମ୍ପୃକ୍ତି ନିହାତି ଆବଶ୍ୟକ। ନିଶ୍ଚିତ ଭାବରେ ଏହି କଥାଟିକୁ ଟିକେ ଧ୍ୟାନ ଦେଇ ଶୁଣିବେ। ଏମିତି ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ମୋର ଚ୍ୟାନେଲ୍ ଅନିତା ଦାସ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର। ପିଲାର ଯତ୍ନ ନେବାରେ କେବଳ ମା ନୁହେଁ ବରଂ ସମଗ୍ର ପରିବାର ଯୋଗଦାନ କରିବା ଦରକାର। ପିଲାର ବିକାଶରେ ପ୍ରତ୍ୟେକ ସଦସ୍ୟଙ୍କ ପ୍ରେମ, ଧ୍ୟାନ ଏବଂ ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପିଲାର ସଠିକ୍ ସଂସ୍କାର ଏବଂ ମୂଲ୍ୟବୋଧ ଶିଖାଇବାରେ ସମସ୍ତଙ୍କର ଭୂମିକା ରହିଛି। ଯେତେବେଳେ ସମଗ୍ର ପରିବାର ସମର୍ଥନ କରେ, ପିଲାଟିଏ ଏକ ସନ୍ତୁଳିତ ଏବଂ ସୁଖୀ ଲାଳନ ପାଳନ ପାଏ। ଛୋଟ ଛୋଟ ପ୍ରେମପୂର୍ଣ୍ଣ ମୁହୂର୍ତ୍ତ ପିଲାମାନଙ୍କୁ ଶକ୍ତିଶାଳୀ ଏବଂ ଆତ୍ମବିଶ୍ୱାସୀ କରାଇଥାଏ। ପିଲାର ସଫଳତା ପାଇଁ ସମସ୍ତଙ୍କର ସକାରାତ୍ମକ ସମ୍ପୃକ୍ତି ଆବଶ୍ୟକ ଅଟେ।